ଆପଣ ସମସ୍ତଙ୍କୁ ଏଇ ଆମ ଛୁଟିଆ ଭିଡ଼ିଓରେ ସ୍ୱାଗତ କରୁଛି। ମୁଁ ଅଛି ଆଜି ରାମାୟଣ ନଦୀରେ। ଦେଖନ୍ତୁ ଆଜି ଡ୍ୟାମ୍ ପାଣି ଛାଡ଼ିଛି। ସେଇପଟୁ ଏପଟ ଯେଉଁ ଦେଖାଯାଉଛି ଏଇପଟୁ ସାଇଡ଼ରୁ ଆମର ଦଣ୍ଡାଧର ଡ୍ୟାମ୍ ପାଣି ଆଜି ଗେଟ୍ ଛାଡ଼ିଛି। 4ଟା ଗେଟ୍ରୁ ହାରାହାରି 2-3ଟା ବୋଧେ। ଆଉ ଏପଟେ ସେ ଯେଉଁ ଡୁଲିଆ ନଦୀ ଅଛି ଏଇପଟେ ଏଇ ସିଧାରେ ଏପଟେ ହେଉଛି ମୁଁ ଦେଖିଲା ଏପଟେ ଆମର ଦଣ୍ଡାଧର ଡ୍ୟାମ୍ ଏଇପଟ ସାଇଡ଼୍ ସେଠି ଯେଉଁ ଏମିତି ଦୁଇଟା ଯେଉଁ କେନା ଭଳିଆ ଅଛି ଏଇପଟେ ମୋ ହାତ ଦେଖିବାର ଏଇପଟେ ବାଁ ପଟେ ସେପଟେ ପୁରା ପାଣି ଠେଲିକି ପୁରା ଉଠେଇ ଦେଇଛି। ଆଉ ଏନୁକା ଗେଟ୍ ବୋଧେ ବନ୍ଦ କରିଛି। ବହୁତ ଜଲ୍ଦି ପାଣି ଛିଡ଼ୁଛି। ଆଗରୁ ଦେଖନ୍ତୁ ଏଇପଟେ ପାଣି ଗଡ଼ୁଥିଲା ଏଇପଟେ ପାଣି ଗଡ଼ୁଥିଲା। ଏଇ ବାଟେ ଗୋଟେ ମାମୁଁ ଗୋଟେ ଏଡ଼େ କଙ୍କଡ଼ାଟେ ଧରିଲା। ଆଉ ଏପଟେ ଦେଖନ୍ତୁ ସକାଳୁ ପଳେଇ ଆସୁଛନ୍ତି ସେମାନେ ମାଛ ଧରୁଛନ୍ତି। ଟେକା ଜାଲରେ 2 ଜଣ ଅଛନ୍ତି। ଜଣେ ପକେଇଲା ଏଇପଟେ ଅଛନ୍ତି ଦେଖନ୍ତୁ। ଆଉ ଆଜି ଟିକେ ଭଲ ଲାଗୁଛି। ମେଘୁଆ ପାଗ ଦେଇଛି। ଦେଖନ୍ତୁ ବହୁତ ରେସ୍ରେ ସେତେବେଳୁ ସେଇ ପଥର ବି ଦେଖାଯାଉନଥିଲା। ଏନୁକା ଧୀରେ ଧୀରେ ଦେଖାଯାଉଛି। ହାଁ ଆର ହେକୁ ଏ ବର୍ଷର ଆଜି ହିଁ ପ୍ରଥମ ଡ୍ୟାମ୍ ଛାଡ଼ିଛି। ନହେଲେ ବର୍ଷକୁ ବର୍ଷ ଏ ବର୍ଷ ଯେହେତୁ ବର୍ଷା କମ୍ ସେଇ ସକାଶେ ଯେଉଁ ପାଣି କମ୍ ଛାଡ଼ିଛି। ଆଉ ଯେଉଁ କହୁଛନ୍ତି ଲଗାତାର ବର୍ଷା ଅଛି ସେଇ ସକାଶେ ପାଣି ଆଜି ପ୍ରଥମ କରି ଛାଡ଼ିଛି। ଗେଟ୍ ବି ବନ୍ଦ କଲାଣି। ଯିବା ଟିକେ ସେଇ ପଟକୁ ସେପଟେ ଆମେ ଦେଖିବା କେତେ ମାଛ ଧରୁଛନ୍ତି। କହୁଛନ୍ତି ମାଛ ଏ ବର୍ଷ ତ ଉଠି ନାହାନ୍ତି। ତଥାପି ଆମେ ଦେଖିବା ଆଜି ପଢ଼ୁଛନ୍ତି ନା। ଦେଖନ୍ତୁ ଏଇନୁକା ବହୁତ ପାଣି ଛିଡ଼ିଲା। ସେତେବେଳକୁ କହୁଥିଲି ଏଇଆଡ଼େ ଏଇ ପଥର ତଳୁ ହେଇଆଡ଼େ ପାଣି ଯାଉଥିଲା। ସେତେବେଳେ ଏଇ ପଥର ବି ଦେଖାଯାଉନଥିଲା। ସେଇ ବଡ଼ ପଥର ଆଉ ହେଇଠି ଆମ ଘାଟଟା ଅଛି। ଆଜି ଯାହାହେଲେ ଦଣ୍ଡାଧର ଡ୍ୟାମ୍ରୁ ମାଛ ଖସିଥିବେ। ସେଠି ବଡ଼ ରୋହି ଭାକୁର ସବୁ ବଡ଼ ମାଛ ଅଛନ୍ତି। ଯାହାହେଲେ ଗେଟ୍ ଦେଇକି ଖସି ଯାଇଥିବେ। ଆଜି ମାଛ ପଡ଼ିବେ। ଆଉ ସେପଟେ 2ଟା ସେତେବେଳକୁ କହୁଛି 2ଟା ଜାଲ ପଡ଼ିଛି। ଆଉ ଆମର ଆଉ ଅଧଘଣ୍ଟେ ପରେ ଘାଟ ଦେଖାଯିବ। ସେଇ ସୁଅ ଯେଉଁ ଲହରୀ ମାରୁଛି ଏଇଠୁ ଦେଖନ୍ତୁ ଏଇଠୁ ସେଇ ପାଖାପାଖିରେ ଆମର ଘାଟଟା ଅଛି। କଲର୍ କ'ଣ ଧଳା ଦେଖାଯାଉଛି ଜଣାପଡ଼ୁନି ଏତେ। ସେଇଠି ମୁଁ ଖାଇ ପିଇକି ଆସିବି 9:30 10ଟା ଭିତରେ। ଯାହାହେଲେ ଆମର ଘାଟ ଦେଖାଯିବ ମାଛ ଧରିବା। ହଉ ଚାଲନ୍ତୁ। ମୁଁ ଆଉ ଆଗକୁ ଦେଖାଉନି। ଯଦି ଯେତେବେଳେ ମାଛ ପଡ଼ିବେ ଘାଟ ଆମର ଛିଡ଼ି ଆସିଲା ବେଳକୁ ସେତେବେଳକୁ ଟିକେ ଭିଡ଼ିଓ କରିବି।